ମାଛ ତରକାରୀ ତ ଆପଣ ଆଗରୁ ବହୁତ ଥର ବନେଇଥିବେ, ଥରେ ଏଇପରି ବନେଇ ଦେଖନ୍ତୁ ନା, ଦେଖିବେ କେତେ ବଢିଆ ଲାଗିବ। ତ ସେଥିପାଇଁ ଦେଖନ୍ତୁ ଏଠି ମାଛ ନେଇଛି, ସେଥିରେ ଲୁଣ ହଳଦୀ ଗୋଳେଇ ଦେବେ। ଆପଣ ଚାହିଁବେ ତ ଅଦା ରସୁଣ ପେଷ୍ଟ ଲଙ୍କା ଗୁଣ୍ଡ ବି ଗୋଳେଇ ପାରିବେ, ମୁଁ କିଛି ଗୋଳେଇନି, ଖାଲି ଲୁଣ ହଳଦୀ ଗୋଳେଇ 10 ମିନିଟ୍ ପାଇଁ ଛାଡ଼ିଦେବେ। ମସଲା ଦେଖନ୍ତୁ, ଗୋଟେ ବଡ ସାଇଜର ପିଆଜ, 8-10 କୋଲା ରସୁଣ, 2ଟା ଶୁଖିଲା ଲଙ୍କା, 1 ଚାମଚ ନେଇଛି ଧନିଆ, ଅଧ ଚାମଚ ଜିରା, ଖଣ୍ଡେ ଅଦା ନେଇଛି, ସୋରିଷ 1 ଚାମଚ ପକେଇ ଭଲସେ ଦେଖନ୍ତୁ ଗ୍ରାଇଣ୍ଡିଙ୍ଗ କରିଦେବେ। ତ ଏଟା ପେଷ୍ଟ ବନିଗଲା। ତ ଏ ଦେଖନ୍ତୁ 2ଟି ଆଳୁକୁ ମୁଁ ଏପରି ସରୁ ସରୁ ଲମ୍ବା ଲମ୍ବା କରିକି ମିଡିୟମ ସାଇଜର କାଟି ନେଇଛି। ତେଲ ଗରମ କରିଦେବେ କଢେଇରେ, 4-5 ଚାମଚ ତେଲ ଦେଇକି ଭଲସେ ଗରମ ତେଲରେ ମାଛକୁ ପକେଇଦେବେ। ଏକର ସେକର କରି ପୁରା ଲାଲ ଲାଲ କରିକି ଦେଖନ୍ତୁ ମାଛକୁ ଏଠି ଭାଜି ନେଇଛି। ସେଇ ତେଲ ଏଥିରେ ଅଛି, ସେଇଥିରେ ଆମର ତରକାରୀ ରନ୍ଧା ହେଇଯିବ। ତ ଏଥିରେ ଟିକେ ଚିନି ନେଇଛି କଲର ପାଇଁ, ଯଦି ଆପଣଙ୍କୁ ପସନ୍ଦ ନାହିଁ ଆପଣ ସ୍କିପ୍ କରିଦେବେ। ତେଜପତ୍ର କଞ୍ଚା ଲଙ୍କା ପକେଇ ଦେଇଛି, ଟିକେ ଫୁଟଣ ଚାହିଁବେ ତ ପକେଇ ପାରିବେ, ଏବା ଜିରା ପକେଇ ପାରିବେ ଏବଂ ମସଲାକୁ ସବୁ ପକେଇଦେବେ। ସେଥିରେ ଢାଙ୍କି ଦେବେ ନା ତେଲ ଛିଟିକା ମାରିବ। ଏବଂ ତା ଏକାଥରେ ଆଳୁ ପକେଇଦେବେ, ତା ସହିତ ଲୁଣ, ଟିକେ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଟିକେ ଫିସ୍ ମସଲା ପକେଇ ଦେଇଛି। ଭଲସେ ଗୋଳେଇକି ଢାଙ୍କି ଢାଙ୍କି କରିକି ଏହାକୁ 10ରୁ 15 ମିନିଟ୍ ପାଇଁ ଭଲସେ ପୁରା ସ୍ଲୋ ଫ୍ଲେମ୍ରେ କଷି ନେବେ। ଦରକାର ପଡ଼ିବ ଯଦି ଟିକେ ପାଣି ଦେଉଥିବେ ମଝିରେ ମଝିରେ। ଏଥିରେ ଆଳୁ ଭଲସେ ସିଝି ହେଇଯିବ, ମସଲା ବି ଆମର ଭଲସେ ପୁରା କଷି ହେଇଯିବ, ଅଳ୍ପ ସମୟରେ ସବୁ କାମ ହେଇଯିବ। ଭଲସେ ମସଲା କଷି ହେଲା ପରେ ଏଥିରେ ଝୋଳ ପାଇଁ ଆମେ ପାଣି ଦେଇଦେବା। 1.5 ଗ୍ଲାସ ପାଖାପାଖି ମୁଁ ନେଇଛି ପାଣି। ପାଣି ତ ଫୁଟିଯିବ ଭଲସେ, ଆକୁ 4-5 ମିନିଟ୍ ପାଇଁ ଫୁଟେଇ ଦେବେ, କାରଣ ଯେତେବେଳେ ଏହାର ବାସ୍ନା କଞ୍ଚା ବାସ୍ନା ପଳେଇବ ତାପରେ ମାଛକୁ ସବୁ ପକେଇଦେବେ। ପକେଇକି ଆଉ 2-3 ମିନିଟ୍ ପାଇଁ ଏହାକୁ ଢାଙ୍କିକି ଟିକେ ଫୁଟେଇ ଦେବେ। ଦେଖନ୍ତୁ ଏଠି ରେଡି ହେଲା। ଲାଷ୍ଟ ଟିକେ ଗରମ ମସଲା ଆଉ ଟିକେ ଧନିଆ ପତ୍ର ପକେଇ ରେଡି କରିଦେବେ ଆମର ଗରମା ଗରମ ମାଛ ତରକାରୀ। ଏତେ ବଢିଆ ଟେଷ୍ଟ, ଆପଣ ଥରେ ଏଇପରି ବନେଇ ଖାଇବେ। ଆଉ କିପରି ଲାଗିଲା ନିହାତି କମେଣ୍ଟ କରିବେ। ଭିଡିଓ ଯଦି ଭଲ ଲାଗିବ ଲାଇକ୍